জাতীয় রাজপথ কড়ু হটিব বেআইনি ঢাবা রাজ্যের 23টি স্থাନରେ নির্মাণ করা নূয়া ট্রক টর্মিনাল ইয়ে ঘটনায় ট্রক মালিক এবং ড্রাইভর সহিত অধিক আলোচনা করেছেন আমার প্রতিনিধি অনুজ দাস। জাতীয় রাজপথরে ট্রক ছিড়া হেলে অনেক সময় দুর্ঘটনা ঘটে, কেতবে ঢাবা সামনে ছিড়া হেলে দুর্ঘটনা ঘটে। এই দুর্ঘটনার কেবল যে পছরু বাড়ুথিবা গাড়ির সমস্যা হবে তাহা নুহ, ট্রকরে বসিবা ড্রাইভর হুঁতু হেল্পর হুঁতু তাঙ্ক জীবন মধ্য যায়, গাড়ি মধ্য ক্ষতিগ্রস্ত হুয়ে। কিন্তু সুপ্রিমকোর্টর গাইডলাইন অনুযায়ী জাতীয় রাজপথরে আর গাড়ি রহব না। সেথিপাই রাজ্য সরকার এবে নূয়া ট্রক টর্মিনাল তৈরি করা ব্যবস্থা করুଛନ୍ତି। কাম মধ্য চালিছি, শেষ পর্যায়ে পৌঁছে বলি কি পরিবহন মন্ত্রী বিভূতি ভূষণ জেনা କହିଛନ୍ତି। আম সহিত ট্রক মালিক অଛନ୍ତି, ড্রাইভর বি অଛନ୍ତି, তাଙ୍କ সହିତ কথা হবা জানিবা কি প্রকৃତରେ কেতে চিন্তার শান্তি যেতলে রাস্তায় গড়ে ট্রক। আপনার ট্রক ଅଛି, রাস্তা যেতলে ট্রক গড়ে আপনার ড্রাইভর মানে নেইকি যাতে আপনার ঘরে বসি কেতে টেনশন রে থাকতে। টেনସନ ଡ୍ରାଇଭର ଗଲେ ଗୋଟେ ମାଲିକ ଟେନସନ କ'ଣ ରାତିରେ ଶୋଇପାରେନି ବେଳେବେଳେ କ'ଣ ପାଇଁ କାଳେ କେଉଁଠି ଅସୁବିଧା ହେଲା କେଉଁଠି ସୁବିଧା ହେଲା ଏଇସବୁ ବିଭିନ୍ନ ପ୍ରକାର ପ୍ରୋବ୍ଲେମ ଫେସ୍ କରିବାକୁ ପଡ଼େ। कौन रास्ता रे ड्राइवर अनेक समय कहते कि पार्किंग कोडी करबी से टेंशन भी आसे। ହଁ ଆଜି ଏବେ ସୁପ୍ରିମକୋର୍ଟ ଅର୍ଡର କରିସାରିଲେଣି ଯେ ରାସ୍ତା କଡ଼ରେ ଢାବା ରହିବନି କି ଗାଡ଼ି ବାଲା କେଉଁଠି ପାର୍କିଂ କରିବେନି। ଗୋଟେ ଡ୍ରାଇଭର ଯଦି 500 କିଲୋମିଟର 300 କିଲୋମିଟର ଚଲେଇଗଲା, ତାକୁ ନିଦ ଲାଗିଲା କି କେଉଁଠି ଟିକେ ଚା ପିଇବ କି ରେଷ୍ଟ ନବ, ରଖିବ କେଉଁଠି ଗାଡ଼ି? ତା ପାଇଁ ବି ଗଭର୍ଣ୍ଣମେଣ୍ଟ ସୁବିଧା କରିବା ଦରକାର। ଆମେ ସୁବିଧା ନ କରିକି ହଟେଇଦେବା, ଏଇଟା କେତେ ଦୂର ଠିକ ହବ? ଏବେ ଗଭର୍ଣ୍ଣମେଣ୍ଟ କହୁଛନ୍ତି କି ଆମେ ଟର୍ମିନାଲ ବନଉଛୁ, ଟର୍ମିନାଲ ତିଆରି ହେଉଛି। ବନେଇଲା ପରେ ସବୁ ସୁବିଧା କରନ୍ତୁ, କିଛି ନାହିଁ। ବନେଇଲା ପରେ ସବୁ ସୁବିଧା କଲେ କୌଣସି କିଏ ଭୁଲ କଲା ତମେ ତାକୁ ଦଣ୍ଡ ଦେଇପାରିବ। ଆଉ କିଛି ସୁବିଧା ନ କରିକି ଆପଣ ଯଦି ଦଣ୍ଡ ଦେବେ କିଏ ସହିବ? ଏଗୁଡ଼ା କଣ ଦଣ୍ଡ ହୁଏ, କଣ ସମସ୍ୟା ହୁଏ? ଦଣ୍ଡ ଫାଇନ୍ କରିଦିଅନ୍ତି, ଗାଡ଼ି ସିଜ୍ କରିଦେଉଛନ୍ତି। ରାସ୍ତା ଉପରେ ରାସ୍ତା ମାଲିକ ଜାଣିନଥିବ, ଆପଣଙ୍କର ଇଏ ଚାଲାଣ କଟା ହେଇଥିବ। ଏମିତି ସବୁ ଅସୁବିଧା ହେଉଛି। ଆଉ କ'ଣ ତେବେ ଟର୍ମିନାଲ କେତେ ଦରକାର? 100ରୁ 100% ଦରକାର। ରାସ୍ତା ସେଫ୍ଟି ପାଇଁ, ଲୋକଙ୍କ ସେଫ୍ଟି ପାଇଁ, ସବୁ ସେଫ୍ଟି ପାଇଁ ଟର୍ମିନାଲ ଦରକାର। ଆଉ ଡ୍ରାଇଭରଙ୍କର ସୁବିଧା କରିବା ପାଇଁ ନିହାତି ଦରକାର। ଖାଇବେ କୋଉଠି, ରେଷ୍ଟ ନେବେ କୋଉଠି, ଏସବୁ ସୁବିଧା ନିହାତି ଦରକାର। ଯେମିତି ମାଲିକଙ୍କ ଟେନସନ ଥାଏ, ଡ୍ରାଇଭରଙ୍କୁ ବି ଟେନସନ ଥାଏ କି ରାସ୍ତାରେ କେମିତି ଗାଡି ଯାଉଛି, କଣ ସୁରକ୍ଷା ଦେବେ। ଆପଣ କେତେ ବର୍ଷ ହେଲା ଟ୍ରକ୍ ଚଲାଉଛନ୍ତି? 20 ବର୍ଷ ହେଲାଣି। 20 ବର୍ଷ ହେଲାଣି। ଆପଣ କହୁଥିଲେ କି ଟ୍ରକ୍ ଟର୍ମିନାଲ ଦରକାର, କାରଣ ଆପଣ ମଧ୍ୟ ଗୋଟେ ଏକ ବଡ ମାନେ ଆକ୍ରମଣ ଶିକାର ହେଇଛନ୍ତି। ହଁ, କଣ ହେଇତା ଟିକେ କହିବେ? ଏମିତିଆ ଏଇ ଝାମେଲା ହେଇଥିଲା, ହାଣି ଦେଇଥିଲା ଆମକୁ ସେତେବେଳେ। କଣ ଘଟଣା ଘଟିଲା ଟିକେ ବୁଝିଲେ? ପାର୍କିଂ ନେଇକିରି ପାର୍କିଂ ନଥିଲା, ଚୋର ଘଣ୍ଟ ଡକାୟତି ସବୁ ପ୍ରକାର ଟ୍ରବୁଲ, ମାନେ ପୁରା ଦେହ ହାତ ପୁରା କାଟି କୁଟା ଦେଇଥିଲେ। ଏଇଟା ହାଣି ଦେଇଥିଲେ। ଇଏ ଭାଇଙ୍କର ହାତ କଟା ହେଇଛି। ଗୋଟେ ଜାଗାରେ କେନ୍ଦୁଝରରେ ସେ ଯାଉଥିଲେ, ରାସ୍ତାରେ ହଠାତ୍ ଡକାୟତ ମାନେ ଆସିଥିଲେ, ରାସ୍ତାରେ ପାର୍କିଂ କରିଥିଲେ ବୋଲିକି ଡକାୟତ ମାନେ ଲୁଟ୍ କଲେ ଆଉ ଆକ୍ରମଣ କରିକି ମଧ୍ୟ ଗଲେ। ଏବେ ଯେତେବେଳେ ଗଭର୍ଣ୍ଣମେଣ୍ଟ କହୁଛନ୍ତି କି ଆମେ ଟର୍ମିନାଲ କରିବୁ, ଟର୍ମିନାଲ କେମିତି ହବା ଦରକାର ବୋଲିକି ଜଣେ ଡ୍ରାଇଭର ଚାହେଁ। ବଡ ଜାଗା ଦରକାର, ପାଣି ଫାଣି ଦରକାର, ଟାଙ୍କି ଫାଙ୍କି ଗାଧେଇବା ପାଧେଇବା, ଭଲ ଜାଗା ରାସ୍ତା ଦରକାର, ଚଉଡା କୋଳି ଦରକାର, ହେଲେ ଠିକ ହବ। ଟର୍ମିନାଲ ଦରକାର। ଆଚ୍ଛା, ଟର୍ମିନାଲରେ ବି ସୁରକ୍ଷା ବ୍ୟବସ୍ଥା କେମିତି ରହିବା ଦରକାର ଭାବୁଛୁ? ସୁରକ୍ଷା ରହିବା ଦରକାର, ସିକ୍ୟୁରିଟି ରହିବ, ପୁଲିସ ଗୋଟେ ରହିବ, ତେଲ ଚୋରି, ବ୍ୟାଟେରୀ, ପାଲ ଫାଲ ରହିଲେ ଜଗିବ ଟିକେ। ରାସ୍ତାରେ ଆପଣ ରଖିଲେ ଚୋରି ହଉଥିଲା? ବାଟରେ ଚୋରି କରନ୍ତି, ପୁଲିସ ବି କେସ୍ ନିଅନ୍ତି, ସିଏ ଛାଡି ଦିଅନ୍ତି। ଏବେ ଯେତେବେଳେ ଆପଣ ରାସ୍ତା ଉପରେ ଗାଡି ରଖି ଦଉଛନ୍ତି, ପୁଲିସ ଫାଇନ କାଟି ଦଉଛି, ହଇରାଣ କରୁଛନ୍ତି, ଚାଲାଣ କାଟୁଛନ୍ତି ଜବରଦସ୍ତ। ଆଉ ରାସ୍ତା ପାର୍କିଂ ତ ନାହିଁ, ଆଉ ରଖିବୁ କୋଉଠି ଗାଡି? ଆଉ ଢାବା ହଟିବା ପାଇଁ ବି ମଧ୍ୟ ସରକାର କହିଛନ୍ତି। ଢାବା ହଟିବା କଣ ଦରକାର? ହଁ, ତାଙ୍କର ଢାବା ଜାଗା ଥିଲେ ପାର୍କିଂ ହବ ନା, ପାର୍କିଂ ନଥିଲେ ଆମେ ବି ହଇରାଣ। ଗୋଟେ ଗୋଟେ ଢାବାରେ ପାର୍କିଂ ରହୁଛି, ଆଉ ଗୋଟେ ଗୋଟେ ଢାବାରେ ପାର୍କିଂ ରହୁନି। ଢାବା ପାଇଁ ବି ଦୁର୍ଘଟଣା ହଉଛି। ଢାବାର ପାର୍କିଂ ଯୋଉ ଢାବାରେ ଅଛି କାହିଁ ଦୁର୍ଘଟଣା ହବ? ଯୋଉ ଢାବାରେ ପାର୍କିଂ ନାହିଁ ତାଙ୍କ ଦୁର୍ଘଟଣା ହବନି। ଯୋଉ ଢାବା ଅଛି ସେ ଯେମିତି ପାର୍କିଂ କଲେ ଆଉ କଣ ହେବ? 100 ଖଣ୍ଡ ଗାଡି ପଶୁ ତମ 200 ଖଣ୍ଡ ଗାଡି ଆଉ ହବ କାହିଁକି? କଥାଟି ଆସୁଛି କି ରାସ୍ତା କଡ଼େ ଯୋଉ ଢାବା ରହିଛି, କିଛି ଢାବାର କିଛି ନିଜସ୍ୱ ପାର୍କିଂ ଅଛି, ଠିକ ଅଛି, କିନ୍ତୁ ଏମିତି ଅନେକ ଢାବା ଅଛି ବେନିୟମ ଭାବରେ ରାସ୍ତା ପାଖରେ ଗଢି ଉଠିଛି, ପାର୍କିଂ କିଛି ନାହିଁ। ଯେତେବେଳେ ଗୋଟିରୁ 2ଟି 3ଟି ଗାଡି ରହୁଛି, ତାପରେ ଦୁର୍ଘଟଣା ସେଠି ବଢୁଛି। ସେ ଢାବାକୁ ହଟେଇବା ପାଇଁ ବ୍ୟବସ୍ଥା କରାଯାଉଛି। ଆଉ ଯୋଉ ନୂଆ ଟର୍ମିନାଲ, ଟ୍ରକ୍ ଟର୍ମିନାଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି, ସେଇଥିରେ ଡ୍ରାଇଭର ମାନଙ୍କ ପାଇଁ ଖାଇବାର ଭଲ ବ୍ୟବସ୍ଥା ରହିବ, ସେ ଭିତରେ ହୋଟେଲ ରହିବ, ସେ ଭିତରେ ସେମାନେ
ସବୁ ନିତ୍ୟକର୍ମ ସାରିପାରିବେ ସେ ଜାଗାରେ ବିଶ୍ରାମ ନେଇପାରିବେ ଆଉ ତାପରେ ପୁଣି ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ। ଅନେକ ଦିନ ଧରିକି ଟର୍ମିନାଲ କଥା ଟ୍ରକ୍ ଟର୍ମିନାଲ କଥା ड्राइवर संघ बार बार कहते ट्रक मालिक संघ बार बार दाबी करते कि दरकार कारण सुरक्षा दृष्टि दरकार अंतत कौ जगार जो ट्रक अटकी पार रही पार अंतत किसी समय से ट्रक ड्राइवर माने जो कर्मचारी थे से विश्राम नहीं पारे कारण आहरी अनेक दूर को जीवार अच्छे। आशा रही कि ट्रक टर्मिनाल सीना राज्य सरकार कहते ड्राइवर और मालिकों उपकार आसू लाभ आसू समस्या न हो। भुवनेश्वर वीडियो जर्नलिस्ट मनोज कोसा अनुज दास कनक न्यूज।